ବନ୍ଧୁଗଣ, ପବିତ୍ର ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ସଧବା ମହିଳାମାନଙ୍କର ଏକ ବ୍ରତ, ଯାହା ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରାଯିବାର ଏକ ଓଷା। ଏହି ବ୍ରତ ଯେ କେବଳ ସ୍ୱାମୀଙ୍କର ମଙ୍ଗଳ କାମନା ପୂରଣ କରିବା ପାଇଁ ପାଳନ କରାଯାଏ ତାହା ନୁହେଁ। ଏହି ବ୍ରତକୁ ଓଡ଼ିଆ ସଧବା ନାରୀମାନେ ପାଳନ କରିଥାନ୍ତି ଉଭୟ ପିତାଙ୍କ ଘରର ମଙ୍ଗଳ କାମନା ସହିତ ଶ୍ୱଶୁର ଘରର ମଙ୍ଗଳ କାମନା ପୂରଣ ପାଇଁ। ଓଡ଼ିଆ ମହିଳାଟିଏ ଯେଉଁ ଦେଶରେ ବା ରାଜ୍ୟରେ ଥିଲେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ କେବେ ବି ଭୁଲି ନଥାଏ। ଏହି ପର୍ବ ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ସାବିତ୍ରୀ ବ୍ରତ କେବେ ଓ କାହିଁକି ପାଳନ କରାଯାଏ। ଏହି ବ୍ରତ କେଉଁମାନେ ପାଳନ କରିଥାନ୍ତି। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ସାବିତ୍ରୀ ବ୍ରତର କାହାଣୀ। ସାବିତ୍ରୀ ବ୍ରତ ପାଳନ କରିବା ପାଇଁ କିପରି ପ୍ରସ୍ତୁତ କରାଯାଏ। ସାବିତ୍ରୀ ବ୍ରତ ପତି ପତ୍ନୀଙ୍କୁ କିପରି ପ୍ରଭାବିତ କରେ। ସାବିତ୍ରୀ ବ୍ରତର ମହତ୍ତ୍ୱ କ'ଣ ରହିଛି। ସାବିତ୍ରୀ ବ୍ରତର ପାର୍ଶ୍ୱ ପ୍ରତିକ୍ରିୟା କ'ଣ ରହିଛି। ଏଥିସହିତ ଭିଡ଼ିଓର ଶେଷରେ ରହିଅଛି ଶୁଭ ଅଶୁଭ ରାଶିଫଳ ବିଷୟରେ। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ପ୍ରଥମେ ଜାଣିବା ସାବିତ୍ରୀ ବ୍ରତ କେବେ ଓ କାହିଁକି ପାଳନ କରାଯାଏ। ଏହି ବ୍ରତ କେଉଁମାନେ ପାଳନ କରିଥାନ୍ତି। ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ସଧବା ମହିଳାମାନଙ୍କର ଏକ ବ୍ରତ, ଯାହା ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରାଯିବାର ଏକ ଓଷା ଅଟେ। ଏହି ବ୍ରତ ଯେ କେବଳ ସ୍ୱାମୀଙ୍କର ମଙ୍ଗଳ କାମନା ପାଇଁ ପୂରଣ କରାଯାଏ ତାହା ନୁହେଁ। ଏହି ବ୍ରତକୁ ଓଡ଼ିଆ ସଧବା ନାରୀମାନେ ପାଳନ କରିଥାନ୍ତି ଉଭୟ ପିତାଙ୍କ ଘରର ମଙ୍ଗଳ କାମନା ସହିତ ଶ୍ୱଶୁର ଘରର ମଙ୍ଗଳ କାମନା ପୂରଣ କରିବା ପାଇଁ। ଓଡ଼ିଆ ମହିଳାଟିଏ ଯେଉଁଠି ଥିଲେ ନା କାହିଁକି ସେ କେବେହେଲେ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ଭୁଲି ନଥାଏ। ଏହି ପର୍ବ ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଏ। ତେଣୁ ଏହି ବର୍ଷ ଅର୍ଥାତ୍ ବର୍ଷ 2024ରେ ଏହି ପର୍ବ ବା ସାବିତ୍ରୀ ଅମାବାସ୍ୟା 6 ଜୁନ୍ 2024 ଗୁରୁବାର ଦିନ ପାଳନ କରାଯିବ। କିନ୍ତୁ ପ୍ରତ୍ୟେକ ବର୍ଷ କୌଣସି ନିର୍ଦ୍ଦିଷ୍ଟ ତାରିଖରେ ନ ପଡ଼ିଲେ ମଧ୍ୟ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ହିଁ ଏହି ବ୍ରତକୁ ପାଳନ କରାଯାଇଥାଏ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ସାବିତ୍ରୀ ବ୍ରତର କାହାଣୀ। ଯଦି ପୌରାଣିକ ଦୃଷ୍ଟିକୋଣରୁ ଦେଖାଯାଏ ତେବେ ସାବିତ୍ରୀ ଓଷା ପାଳନ କରିବା ବିଷୟରେ କୌଣସି ପୁରାଣରେ ସେମିତି କିଛି ଆଲୋଚନା କରାଯାଇଥିବାର ଦୃଷ୍ଟିଗୋଚର ହୋଇନାହିଁ। ଏହି ବ୍ରତ କେବଳ ସାବିତ୍ରୀ ବ୍ରତ ଓଷାର ବହିରେ ଆଲୋଚନା କରାଯାଇଛି, ଯାହାକୁ ଲେଖିଛନ୍ତି ବୁଧିଆ ନାମକ ଜଣେ ବ୍ୟକ୍ତି। ବୁଧିଆଙ୍କର ସାବିତ୍ରୀ ବ୍ରତ ଓଷାରେ ଆଲୋଚନା କରାଯାଇଥିବା ବିଷୟବସ୍ତୁରେ ରହିଛି ମଦ୍ର ଦେଶର ରାଜା ଅଶ୍ୱପତି ନିଃସନ୍ତାନ ଥିବାରୁ ଗାୟତ୍ରୀ ଦେବୀଙ୍କର ଉଦ୍ଦେଶ୍ୟରେ ଯଜ୍ଞର ଆୟୋଜନ କରିଥିଲେ। ଯଜ୍ଞ ଶେଷ ହେବା ପରେ ଗାୟତ୍ରୀ ଦେବୀ ଅଶ୍ୱପତିଙ୍କୁ କନ୍ୟା ସନ୍ତାନ ପ୍ରାପ୍ତିର ଆଶୀର୍ବାଦ ଦେଇଥିଲେ। କିଛି ମାସ ଅନ୍ତେ ଅଶ୍ୱପତିଙ୍କୁ ଏକ କନ୍ୟା ସନ୍ତାନ ପ୍ରାପ୍ତି ହେଲା, ଯାହାଙ୍କର ନାମ ରଖିଥିଲେ ସେ ସାବିତ୍ରୀ। ସାବିତ୍ରୀ ଯୌବନରେ ପଦାର୍ପଣ କଲେ ଏବଂ ପରେ ପରେ ଥରେ ନିଜ ରାଜ୍ୟରେ ବା ନିଜ ରାଜ୍ୟର ବାହାରେ ଭ୍ରମଣ କରୁଥିଲେ। ସାଲ ଦେଶର ରାଜା ଦ୍ୟୁମତ ସେନ ଓ ଶୈବାଙ୍କ ପୁତ୍ର ଥିଲେ ସତ୍ୟବାନ। ସତ୍ୟବାନଙ୍କର ଶୈଶବ ଅବସ୍ଥାରେ ଦୈବୀ ଦୁର୍ବିପାକରୁ ଦ୍ୟୁମତ ସେନଙ୍କର ଅନ୍ଧ ଆଉ ରାଜ୍ୟହରା ହୋଇ ବନରେ ବାସ କରୁଥିଲେ। ଯେତେବେଳେ ସାବିତ୍ରୀ ସତ୍ୟବାନଙ୍କୁ ଜଙ୍ଗଲରେ ଦେଖିଲେ ସେ ଭାବିଲେ ଯେ ସତ୍ୟବାନ ଜଣେ ଧର୍ମପରାୟଣ ଓ ସୁନ୍ଦର ବ୍ୟକ୍ତି ଏବଂ ସତ୍ୟବାନଙ୍କୁ ହିଁ ବିବାହ କରିବା ପାଇଁ ସେଠାରେ ସେ ସ୍ଥିର କଲେ। କିନ୍ତୁ ନାରଦ ମୁନି ସୂଚନା ଦେଇଥିଲେ ଯେ ବିବାହର ବର୍ଷକ ପରେ ବା ବିବାହ ବାର୍ଷିକରେ ସତ୍ୟବାନଙ୍କର ମୃତ୍ୟୁଯୋଗ ରହିଛି। ଏହି କଥା ସାବିତ୍ରୀଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା ଏବଂ ସାବିତ୍ରୀ ଓ ସତ୍ୟବାନ ଦୁହେଁ ବୈଦିକ ରୀତିରେ ବିବାହ କରିଥିଲେ। ସାବିତ୍ରୀଙ୍କର ସତୀତ୍ୱ, ପରାକାଷ୍ଠା ଓ ଧର୍ମପରାୟଣ ପାଇଁ ସମସ୍ତ ଦେବୀ ଦେବତାମାନେ ତାଙ୍କ ଉପରେ ଭକ୍ତି ବା ଶ୍ରଦ୍ଧା ଦେଇଥିଲେ। ବିବାହ ବାର୍ଷିକର 3 ଦିନ ଠାରୁ ସବୁ ସମୟରେ ସତ୍ୟବାନଙ୍କ ପାଖରେ ସାବିତ୍ରୀ ଜଗି ରହିଥିଲେ। ସାବିତ୍ରୀ ସତ୍ୟବାନଙ୍କର ବିବାହ ବାର୍ଷିକରେ ସତ୍ୟବାନ ମୂର୍ଚ୍ଛା ହୋଇ ମୃତ୍ୟୁବରଣ କରିଥିଲେ। ସତୀ ସାବିତ୍ରୀ ତୁରନ୍ତ ସତ୍ୟବାନଙ୍କୁ ନିଜ କୋଳରେ ଶୁଆଇ ବଟବୃକ୍ଷ ମୂଳରେ ବସି ପଡ଼ିଲେ। ସତ୍ୟବାନଙ୍କୁ ଯମାଳୟ ନେବା ପାଇଁ ଯଦି ଯମଦୂତ ଆସି ମଧ୍ୟ ସେଠାରୁ ଫେରି ଯାଇଥିଲେ, ତାହାପରେ ଯମରାଜା ସ୍ୱୟଂ ସତ୍ୟବାନଙ୍କୁ ସାଙ୍ଗରେ ନେଇଯିବାକୁ ଆସିଲେ। ହେଲେ ସାବିତ୍ରୀ ଏପରି ଏକ ସତୀ ନାରୀ ଯିଏକି ନିଜ ପାଖରେ ସ୍ୱାମୀଙ୍କର ଆତ୍ମାକୁ ଅଟକ ରଖିଥିଲେ। ସାବିତ୍ରୀଙ୍କର ସାରୁ ସତ୍ୟବାନଙ୍କ ଆତ୍ମାକୁ ନେବା ପାଇଁ
ତିନୋଟି ବର ଯାଚିଥିଲେ ଯମରାଜା। ସାବିତ୍ରୀ ମଧ୍ୟ ରାଜି ହୋଇଥିଲେ। ସାବିତ୍ରୀଙ୍କର ପ୍ରଥମ ବର ଥିଲା ଶ୍ୱଶୁରଙ୍କର ଶସ୍ୟ ଶ୍ୟାମଳା ପୂର୍ଣ୍ଣ ରାଜ୍ୟ ଫେରସ୍ତ। ଦ୍ୱିତୀୟ ବର ଥିଲା ନିଜ ପିତାମାତାଙ୍କୁ ପୁତ୍ରଦାନ ଏବଂ ତୃତୀୟ ବର ଥିଲା ମୋର ଅର୍ଥାତ୍ ସାବିତ୍ରୀଙ୍କର 100 ପୁତ୍ର ଆବଶ୍ୟକ, 100 ସନ୍ତାନ ଆବଶ୍ୟକ। ଯମରାଜା ଏହି ତିନୋଟି ବରକୁ ତଥାସ୍ତୁ କରିଥିଲେ। ସାବିତ୍ରୀ ପୁଣି ଯମରାଜାଙ୍କୁ ପ୍ରଶ୍ନ କଲେ ଯେ ମୁଁ ଜଣେ ସତୀ ନାରୀ, ସ୍ୱାମୀ ବିନା 100 ପୁତ୍ର ବା 100 ସନ୍ତାନ କିପରି ସମ୍ଭବ? ଶେଷରେ ଯମରାଜା ସାବିତ୍ରୀଙ୍କୁ ହାତ ଯୋଡ଼ି ବିଦାୟ ନେଲେ। ସାବିତ୍ରୀ ବ୍ରତ ପାଳନ କରିବା ପାଇଁ କିପରି ପ୍ରସ୍ତୁତ କରାଯାଏ? ସମ୍ପୂର୍ଣ୍ଣ ନୂଆ କରି ବା ଯେଉଁ ନୂଆ ବୋହୂମାନେ ନୂଆ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ସୁବିଧା ଦୃଷ୍ଟିରୁ ପୂଜା ପ୍ରସ୍ତୁତିକୁ ଆମେ 3ଟି ପର୍ଯ୍ୟାୟରେ ବିଭକ୍ତ କରିଛୁ। ସେଥିମଧ୍ୟରୁ ପ୍ରଥମେ ରହିଅଛି, ଯଦି ବାପ ଘରୁ ସାବିତ୍ରୀ ଭାର ଆସିନାହିଁ ତେବେ ସାବିତ୍ରୀ ଅମାବାସ୍ୟା ପୂର୍ବରୁ ବା ଦିନକ ପୂର୍ବରୁ କିଣାକିଣି କାମ ସାରି ଦିଅନ୍ତୁ। ମାର୍କେଟିଂକୁ 3 ଭାଗରେ ବିଭକ୍ତ କରନ୍ତୁ। ପ୍ରଥମ, ପୂଜା ଭଣ୍ଡାରମାନଙ୍କୁ ଯାଇ କିଛି ଜିନିଷ ସାବିତ୍ରୀ ବ୍ରତ ପାଇଁ ବା ପୂଜା ସାମଗ୍ରୀ ଆଦି କିଣି ନେଇ ଆସନ୍ତୁ। ପ୍ରାୟ ସମସ୍ତ ଦୋକାନ ମାଲିକମାନେ କେଉଁ କେଉଁ ପୂଜା ସାମଗ୍ରୀ ଆବଶ୍ୟକ ହେବ ତାହା ଜାଣିଥାନ୍ତି। ନଚେତ୍ ଆପଣମାନେ କେଉଁ କେଉଁ ସାମଗ୍ରୀ କ୍ରୟ କରିବା ପାଇଁ ଚାହୁଁଛନ୍ତି ତାହାର ଏକ ତାଲିକା ବା ଚିଠା ପ୍ରସ୍ତୁତ କରି ମାର୍କେଟିଂ କରିନିଅନ୍ତୁ। ପୂଜା ସାମଗ୍ରୀ ତାଲିକାରେ ଆପଣମାନେ ଏହିସବୁ ଜିନିଷ ଆଣିପାରିବେ। ସେଥିମଧ୍ୟରୁ ରହିଛି ସାବିତ୍ରୀ ବ୍ରତର ବହି, ନାଲି ଛିଟ, ପଇଡ଼, କଳସ, ଏକ ଚୌପାତି ଅରୁଆ ଧାନ, ଅରୁଆ ଚାଉଳ, ମାଟି ଦୀପ, ବଳିତା, ବ୍ରତ, ପଇତା, ଆମ୍ବଡାଳ, ବେଲପତ୍ର, ଦୁବ ବରକୋଳି ପତ୍ର, ତୁଳସୀ ପତ୍ର, କଦଳୀପତ୍ର, ବିଭିନ୍ନ ପ୍ରକାରର ଫୁଲ, ପାନପତ୍ର, 2 ଗୋଟି ଗୋଟା ଗୁଆ, କୁଶବଟୁ, ଧୂପ, ଗୁଡ଼, କ୍ଷୀର, ଦହି, ମହୁ, ଗଙ୍ଗାଜଳ, ଘିଅ, ଧୂପବତୀ, ଚନ୍ଦନ, କର୍ପୂର, ହଳଦୀ, ସିନ୍ଦୁର, ପଞ୍ଚରଙ୍ଗ ମୁରୁଜ, ଗାମୁଛା, କଳା କାଞ୍ଚନ, ନିର୍ମାଲ୍ୟ, ସାବିତ୍ରୀ ସତ୍ୟବାନଙ୍କର ଫଟୋ, ଯମରାଜାଙ୍କର ଫଟୋ ଓ ନାଲି ଚୁଡ଼ି। ଆଉ ଏକ ମାର୍କେଟିଂ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଏ, ତାହା ହେଉଛି ନାରୀମାନଙ୍କ ପାଇଁ ବେଶଭୂଷା। ବେଶଭୂଷା ପାଇଁ ଆବଶ୍ୟକ ରଙ୍ଗୀନ ଶାଢ଼ୀ, ଶଙ୍ଖା ସିନ୍ଦୁର, କୁଙ୍କୁମ, ବିନ୍ଦି, ଚୁଡ଼ି, ନିଜ ପାଇଁ ଅଳତା, ଦର୍ପଣ, କାଠ ପାନିଆ, କିଛି ଅଳଙ୍କାର ଯଥା ମଙ୍ଗଳସୂତ୍ର, ମଥାମଣି, ମୁଦି ଇତ୍ୟାଦି। ଅଳଙ୍କାର ହେଉଛି ଇଚ୍ଛାଧୀନ, ଆପଣମାନେ ନିଜର ସାମର୍ଥ୍ୟ ଅନୁସାରେ ଆଣିପାରିବେ। ଏହାସବୁ ମା ସାବିତ୍ରୀ ଦେବଙ୍କୁ ଅର୍ପଣ କରିବା ପରବର୍ତ୍ତୀ ସମୟରେ ଆପଣମାନେ ନିଜେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଫଳ ହିସାବରେ ଜଙ୍ଗଲଜାତ ଫଳକୁ ଅଧିକ ଗୁରୁତ୍ୱ ଦିଆଯିବା କଥା। ଜଙ୍ଗଲଜାତ ଫଳ ମଧ୍ୟରେ ରହିଛି କେନ୍ଦୁ, ଆମ୍ବ, ଖଜୁରୀ, ଜାମୁ, ବଉଳ, ପଣସ, ସପୁରୀ, କଦଳୀ, କମଳା, ନଡ଼ିଆ, କାକୁଡ଼ି, ତାଳ, ବଟୁରା ମୁଗ, ବତୁରା ବୁଟ, ସେଓ, ନାସପାତି, ଅଙ୍ଗୁର, ଅମୃତଭଣ୍ଡା, ବେଲ, ପିଜୁଳି, କଇଥ, ଡାଳିମ୍ବ, ଆତ ଇତ୍ୟାଦି ଫଳ। ଆପଣମାନେ ଆପଣଙ୍କ ଦୃଷ୍ଟିରେ ଅନ୍ୟ କିଛି ଫଳକୁ ମଧ୍ୟ ନେଇପାରିବେ। ପ୍ରତ୍ୟେକ ସାମଗ୍ରୀକୁ ଆପଣମାନେ ନିଜର ଆର୍ଥିକ ଦୃଷ୍ଟିରୁ କମ୍ ବେଶୀ ମଧ୍ୟ କରିପାରିବେ, ସେଥିପାଇଁ କୌଣସି ଅସୁବିଧା ନାହିଁ। ସାବିତ୍ରୀ ବ୍ରତ ଦିନ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ସଫା ଲୁଗା ପରିଧାନ କରି ନିଜ ଗୃହରେ ଥିବା ପୂଜା ଗୃହରେ ମା ସାବିତ୍ରୀଙ୍କର ଫଟୋକୁ ରଖି ପୂଜା କରନ୍ତୁ। ମା ସାବିତ୍ରୀଙ୍କୁ ପୂଜା ସାମଗ୍ରୀ ଓ ବସ୍ତ୍ର ଅଳଙ୍କାର ଆଦି ଅର୍ପଣ କରନ୍ତୁ। ଫଳ ଓ ପୁଷ୍ପ ଆଦି ମାଙ୍କୁ ଅର୍ପଣ କରନ୍ତୁ। ପୂଜା କାର୍ଯ୍ୟ ସରିଲା ପରେ ପୂଜା କରାଯାଇଥିବା ନୂଆ ଶାଢ଼ୀ, ଗହଣା ଆଦି ନିଜେ ପିନ୍ଧି ନିଅନ୍ତୁ। ସାବିତ୍ରୀ ବ୍ରତ ପତିପତ୍ନୀଙ୍କୁ କିପରି ପ୍ରଭାବିତ କରେ? ସାବିତ୍ରୀ ଅମାବାସ୍ୟା ଦିନ ଅତି ଆବଶ୍ୟକ ନହେଲେ ସ୍ୱାମୀଙ୍କୁ ବାହାରକୁ ଯିବାକୁ ବାରଣ କରନ୍ତୁ। କାରଣ ଅମାବାସ୍ୟା ହେଉଛି କାଳର ଦିବସ। ପ୍ରଥମ ବର୍ଷ ସାବିତ୍ରୀ ବ୍ରତ ପାଇଁ ସାଧାରଣତଃ ବାପଘରୁ ସାବିତ୍ରୀ ଭାର ଆସିଥାଏ। ଅବଶ୍ୟ ସମସ୍ତଙ୍କ ବାପଘରୁ ସମାନ ଅନୁପାତରେ ସାବିତ୍ରୀ ଭାର ଆସିନଥାଏ। ବାପଘରୁ ସାବିତ୍ରୀ ଭାର ବାବଦରେ ଯାହା ଆସୁଛି ସେତିକି ସନ୍ତୁଷ୍ଟ ହେବା ଉଚିତ, କାରଣ ମା ସାବିତ୍ରୀ ଦେବୀ ସେତିକିରେ ହିଁ ସନ୍ତୁଷ୍ଟ ହୋଇଥାନ୍ତି। କେତେକ କ୍ଷେତ୍ରରେ ଦେଖାଯାଏ ଯେ ନାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଭାବ ଜାଗ୍ରତ ହୁଏ। ତାହା ନ ହେବା ଭଲ। ଅଧିକାଂଶ ନାରୀମାନଙ୍କ କ୍ଷେତ୍ରରେ ଦେଖାଯାଏ ଯେ ନିଜର ବେଶଭୂଷାକୁ ପସନ୍ଦ ନ କରି ଅନ୍ୟମାନଙ୍କର ବେଶଭୂଷା, ଗହଣାକୁ ଅଧିକ ପସନ୍ଦ କରନ୍ତି। ସେଥିପାଇଁ ସ୍ୱାମୀଙ୍କୁ ବିରକ୍ତିକର ଭାବ ପ୍ରଦାନ କରନ୍ତି। ଏହାଦ୍ୱାରା ସାବିତ୍ରୀ ବ୍ରତ ପାଳନ କରିବା ଅର୍ଥ ନିରର୍ଥକ ହୋଇଥାଏ। ଆଉ ଏକ କ୍ଷେତ୍ର ରହିଛି ଯେଠାରେ ପୁରୁଷଟିଏ ବା ସ୍ୱାମୀଟିଏ ଆଶା କରେ ସବୁଥର ସାବିତ୍ରୀ ଭାର ଶ୍ୱଶୁର ଘରୁ ଆସୁ।
ଏହା କିନ୍ତୁ ଅନୁଚିତ, କାରଣ ପୁରୁଷଟିଏ ଜାଣିବା ଦରକାର ଯେ ନାରୀଟିଏ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ନିର୍ଜଳ ଉପବାସ କରିଥାଏ। ବ୍ରତ ସମ୍ପନ୍ନ କରି ସ୍ୱାମୀଙ୍କର ହାତରୁ ସିନ୍ଦୁର, ଶଙ୍ଖା, ମଙ୍ଗଳସୂତ୍ର ବ୍ରତ ପରିଧାନ କରେ। ସମସ୍ତ ଗୁରୁଜନଙ୍କର ଆଶୀର୍ବାଦ ଭିକ୍ଷା ଗ୍ରହଣ କରି ପ୍ରସାଦ ବଣ୍ଟନ କରେ। ତାପରେ ହାଲୁକା ଖାଦ୍ୟ ମଧ୍ୟ ଗ୍ରହଣ କରେ। ସେଥିପାଇଁ ନାରୀଟିଏ ସବୁବେଳେ ପ୍ରେମର ପାତ୍ରୀ। ସାବିତ୍ରୀ ବ୍ରତ ପତିପତ୍ନୀଙ୍କ ମଧ୍ୟରେ ଆଉ ଏକ ଉଦ୍ଦୀପନା ସୃଷ୍ଟି କରେ। ତାହା ହେଲା ବିବାହର ନିଧିକରଣ। ବିବାହ ସମୟରେ ପୁରୁଷଟିଏ ଯେପରି ନାରୀକୁ ଶଙ୍ଖା, ସିନ୍ଦୁର, ମଙ୍ଗଳସୂତ୍ର ପିନ୍ଧାଇଥାଏ, ସାବିତ୍ରୀ ବ୍ରତ ପାଳନ ପରେ ମଧ୍ୟ ନିଜ ସ୍ତ୍ରୀକୁ ଶଙ୍ଖା, ସିନ୍ଦୁର, ମଙ୍ଗଳସୂତ୍ର ପିନ୍ଧାଇଥାଏ। ସାବିତ୍ରୀ ବ୍ରତ ମଧ୍ୟ ପୁନର୍ବିବାହର ସ୍ୱରୂପ। ସାବିତ୍ରୀ ବ୍ରତର ମହତ୍ତ୍ୱ କ'ଣ? ସାବିତ୍ରୀ ବ୍ରତ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦୁଇ କୁଳକୁ ହିତସାଧନ କରିବା ସହିତ ପୁତ୍ର ସନ୍ତାନ ଜନ୍ମ ଦେଇ ସ୍ୱାମୀ ସ୍ତ୍ରୀ ସାରା ଜୀବନ ଏକତ୍ର ବାସ କରିବା ଏବଂ ଜୀବନରେ କେବେ ହେଲେ ବିଧବା ନ ହେବା। ଅର୍ଥାତ୍ ଭବିଷ୍ୟତରେ ଯେତେବେଳେ ନିଜର ଦେହାନ୍ତ ହେବ, ଶଙ୍ଖା ସିନ୍ଦୁର ସହିତ ଶ୍ମଶାନ ଯାତ୍ରା କରିବା। ଏହା ହେଉଛି ହିନ୍ଦୁ ଧର୍ମର ସଧବା ନାରୀମାନଙ୍କର ପାଇଁ ନିୟମ। ଏହି ନିୟମକୁ ପାଳନ କରିବା ପାଇଁ ଓଡ଼ିଆ ନାରୀମାନେ ସାବିତ୍ରୀ ଓଷା ପାଳନ କରିଥାନ୍ତି। ଓଡ଼ିଆ ସଧବା ନାରୀମାନେ ଈଶ୍ୱରଙ୍କର ବରଦାନ ଓ ନିଜ ପରିବାର ପ୍ରତି କର୍ତ୍ତବ୍ୟ ଭାବି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ସାବିତ୍ରୀ ବ୍ରତର ପାର୍ଶ୍ୱ ପ୍ରତିକ୍ରିୟା କ'ଣ ରହିଛି? ଭକ୍ତି ଥାଉ ବା ନଥାଉ, ଦେଖାଶିଖାରେ ସାବିତ୍ରୀ ଓଷା ପ୍ରଚାର ଚାଲିଛି। ସମାଜରେ ଏହା ଏପରି ଭାବରେ ବିସ୍ତାର କରି ଚାଲିଛି, ଯାହାଫଳରେ ଗରିବ ନିରୀହ ଲୋକମାନେ ହଇରାଣ ହନ୍ତସନ୍ତ ହୋଇଥାନ୍ତି। ଏହି ଯେପରି ଗୋଟିଏ ଗରିବ ନିଜର ପ୍ରତ୍ୟେକ ଜମିବାଡ଼ି ବିକ୍ରି କରି ଝିଅକୁ ବିବାହ କରିଥାଏ। ଝିଅ ବିବାହ ଦେବାର କେଇ ମାସ ପରେ ସାବିତ୍ରୀ ବ୍ରତ ପଡ଼େ। ଏହାଦ୍ୱାରା ସେ ଗରିବ ପିତା ବା ଲୋକ କେତେ ବଡ଼ ସମସ୍ୟାରେ ଛିଡ଼ା ହେବ, ଥରେ ଆପଣମାନେ ଆଲୋଚନା କରିବାର କଥା। ମଝିରେ ମଝିରେ ଅନେକ ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଏ ଯେ ପାଖରେ 10 ଟଙ୍କା ଥିବା ନଥିବା କିମ୍ବା ଯେଉଁମାନେ ଘରୋଇ କଳକାରଖାନାରେ କାମ କରନ୍ତି, ସେମାନଙ୍କୁ ଧରାଯାଉ 2-3 ମାସର ଦରମା ମିଳିନଥିବ। ସେ କ୍ଷେତ୍ରରେ ଗୋଟିଏ ପୁରୁଷ କେତେ ଯେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିବ ଆପଣମାନେ ଠିକ୍ ଚିନ୍ତା କରିପାରୁଥିବେ। ଏହା ଥିଲା ସାବିତ୍ରୀ ବ୍ରତର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ଏବେ ଆସନ୍ତୁ ଜାଣିବା ସାବିତ୍ରୀ ଅମାବାସ୍ୟା ଦିନ କେଉଁ ସବୁ କାମ କରିବା ଅନୁଚିତ। ନମ୍ବର 1, ଫାଟିଯାଇଥିବା କପଡ଼ା। କେବେ ବି ମହିଳାମାନେ ଏହି ଦିନ ନିଜର ଫାଟିଯାଇଥିବା ବା ଚିରିଯାଇଥିବା କପଡ଼ାକୁ ପିନ୍ଧିବା ଉଚିତ ନୁହେଁ। ଏହି ଦିନ ନାଲି ରଙ୍ଗର ଶାଢ଼ୀ ପିନ୍ଧିବା ବହୁତ ଶୁଭ ହୋଇଥାଏ। ଭୁଲରେ ବି ଏହି ଦିନ କଳା ରଙ୍ଗର ଶାଢ଼ୀ ପିନ୍ଧନ୍ତୁ ନାହିଁ, ଯାହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ସ୍ୱାମୀଙ୍କର ଆୟୁଷ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ପର ସ୍ତ୍ରୀର ଜିନିଷ ରଖିବା। ଏହି ଦିନ ଅନ୍ୟ ଘରର ମହିଳାଙ୍କର କୌଣସି ଜିନିଷ ଆଣି ନିଜ ଘରେ ଭୁଲରେ ବି ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାରର ଅମଙ୍ଗଳ ହୋଇଥାଏ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଅସୁବିଧା ଆସିଥାଏ ଏବଂ ଅନ୍ୟମାନଙ୍କର ଖରାପ ନଜର ଆପଣଙ୍କ ଉପରେ ପଡ଼ିଥାଏ। କଟା ବା ଅରୁଆ କେଶ ଘରେ ରଖନ୍ତୁ ନାହିଁ। ମୁଣ୍ଡ କୁଣ୍ଡାଇଲା ବେଳେ ବାହାରୁଥିବା କଟା ବାଳକୁ କେବେ ବି ଘରେ ଫିଙ୍ଗନ୍ତୁ ନାହିଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ନାରାଜ ହୋଇଥାନ୍ତି ଓ ଘରେ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେଣୁ ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଏହାକୁ ଘରୁ ବାହାର କରିଦିଅନ୍ତୁ। ଭାଙ୍ଗି ଯାଇଥିବା ବା ଫାଟିଯାଇଥିବା ଚୁଡ଼ି ପିନ୍ଧନ୍ତୁ ନାହିଁ। କେବେ ବି ଆପଣଙ୍କର ଭାଙ୍ଗି ଯାଇଥିବା ବା ସାମାନ୍ୟ ଚଡ଼କି ଯାଇଥିବା ଚୁଡ଼ିକୁ ଏହି ଦିନ ପିନ୍ଧନ୍ତୁ ନାହିଁ କିମ୍ବା ଏହାକୁ ନିଜ ଘରେ ମଧ୍ୟ ରଖନ୍ତୁ ନାହିଁ। ଏହି ଦିନ ସ୍ୱାମୀ ଓ ସ୍ତ୍ରୀମାନେ ଭୁଲରେ ବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହାଦ୍ୱାରା ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଆୟୁଷ କମ୍ ହୋଇଯାଇଥାଏ। ଏହି ଦିନ ନାରୀମାନେ ସାଧାରଣତଃ ଉପବାସ ରହିଥାନ୍ତି। ତେଣୁ ଏହି ଦିନ ଶାରୀରିକ ସମ୍ପର୍କ ରଖିବା ଅନୁଚିତ। ଅନ୍ୟର କଥାରେ ପଡ଼ନ୍ତୁ ନାହିଁ। ନିଜର ପରିବାରକୁ ଭାଙ୍ଗିବା ପାଇଁ ସବୁଠାରୁ ମୁଖ୍ୟ କାରଣ ହେଉଛି ଅନ୍ୟର କଥାକୁ ମାନିବା। ତେଣୁ ଆପଣମାନେ କୌଣସି ବି ଦିନ ଅନ୍ୟମାନଙ୍କର କଥାକୁ ନ ବୁଝି ସେମାନଙ୍କ କଥାରେ ପଡ଼ନ୍ତୁ ନାହିଁ। ତେବେ ବନ୍ଧୁଗଣ, ଯଦି ଆପଣମାନେ ଆପଣଙ୍କର ସ୍ୱାମୀ ଓ ପରିବାରର ମଙ୍ଗଳ ଚାହୁଁଥାନ୍ତି, ତେବେ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଭୁଲରେ ବି ଏହିସବୁ କାମ କରନ୍ତୁ ନାହିଁ। ତେବେ ଦୀର୍ଘ 500 ବର୍ଷ ପରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧିରେ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ଯେମିତିକି ଆପଣମାନେ ଜାଣିଛନ୍ତି ଯେ ଗ୍ରହ ନକ୍ଷତ୍ରମାନଙ୍କର ପରିବର୍ତ୍ତନ ରାଶିଚକ୍ରର 12ଗୋଟି ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ। ତେଣୁ ଗ୍ରହମାନଙ୍କର ଏହି ମହାସଂଯୋଗ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଘଟୁଥିବାକୁ ପଡ଼ୁଅଛି, ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଏହି ସାବିତ୍ରୀ ଅମାବାସ୍ୟା ପରଠାରୁ ସୁନା ଭଳି ଚମକି ଉଠିବ। ତେଣୁ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କର ଭାଗ୍ୟରେ କ'ଣ ସବୁ ଘଟିବା ପାଇଁ ଯାଉଅଛି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ସାବିତ୍ରୀ ଅମାବାସ୍ୟା ପରଠାରୁ ଦିନଗୁଡ଼ିକ ଅତ୍ୟନ୍ତ ଶୁଭ ରହିବ। ବ୍ୟବସାୟରେ ଲାଭର ପ୍ରାପ୍ତିର ଯୋଗ ରହିଅଛି। ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ଓ ମଧୁର ରହିବ। ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।
ପୁରୁଣା ରୋଗରୁ ଉପଶମ ମିଳିବ। ଏହି ରାଶିର ବ୍ୟକ୍ତିମାନଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିବ। ଲାଗି ରହିଥିବା ଆର୍ଥିକ ସମସ୍ୟା ଗୁଡ଼ିକ ବହୁତ ଶୀଘ୍ର ଦୂର ହୋଇଯିବ। ବ୍ୟବସାୟୀମାନେ ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପରିବାରରେ ଖୁସିର ପରିବେଶ ଲାଗି ରହିବ। ଏହି ରାଶିର ବ୍ୟକ୍ତିମାନଙ୍କୁ ଭଗବାନଙ୍କର ବିଶେଷ କୃପାପ୍ରାପ୍ତି ହେବ। ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ଆପଣଙ୍କ ପରିବାରର ସଦସ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ଉତ୍ତମ ଚାକିରି ମିଳିବ। ଘରର ଆର୍ଥିକ ସ୍ଥିତି ସୁଧୁରିଯିବ। ଆପଣମାନଙ୍କର ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି ରାଶିର ବ୍ୟକ୍ତିମାନଙ୍କୁ ଭଗବାନଙ୍କ କୃପାରୁ ଆକସ୍ମିକ ଧନପ୍ରାପ୍ତି ହେବାର ଯୋଗ ରହିଅଛି। ତେବେ ବନ୍ଧୁଗଣ, ଏହି 7ଟି ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରୁ ପ୍ରଥମ ରାଶିଟି ହେଉଛି ମେଷ ରାଶି, ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି, ତୃତୀୟ ରାଶିଟି ହେଉଛି ସିଂହ ରାଶି, ଚତୁର୍ଥ ରାଶିଟି ହେଉଛି କନ୍ୟା ରାଶି, ପଞ୍ଚମ ରାଶିଟି ହେଉଛି ବିଛା ରାଶି, ଷଷ୍ଠ ରାଶିଟି ହେଉଛି ଧନୁ ରାଶି, ସପ୍ତମ ବା ଶେଷ ରାଶିଟି ହେଉଛି କୁମ୍ଭ ରାଶି। ତେବେ ବନ୍ଧୁଗଣ, ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କ ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।